ମୁଁ ଜ୍ୟୋତିର୍ବିଦ ସୋନାଲି ଆପଣଙ୍କୁ ମୋର ଚ୍ୟାନେଲ ଦୃଷ୍ଟି ଆଷ୍ଟ୍ରୋକୁ ସ୍ୱାଗତ କରୁଛି। ନୂତନ ବର୍ଷର ଆଗମନରେ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କୁ ସୁଖ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ। ମିଥୁନ ରାଶି ଅଧିପତି ଗ୍ରହ ହେଉଛନ୍ତି ବୁଧଦେବ। ମିଥୁନ ରାଶିର ବ୍ୟକ୍ତିମାନେ ଟିକେ ଲୋକ ସମ୍ପର୍କ ଅଧିକ ଥାଏ, କାରଣ ସେମାନଙ୍କର କମ୍ୟୁନିକେସନ ସ୍କିଲ୍ ଭଲ ଥାଏ। 2026 ମସିହାରେ ଆପଣଙ୍କ ରାଶି ଉପରେ ଦେବଗୁରୁ ବୃହସ୍ପତି ଅଛନ୍ତି। ଆପଣଙ୍କର ଜନ୍ମ ବୃହସ୍ପତି ଗତ 6 ମାସ ହେବ ଆପଣ ସ୍ଥାନ ପରିବର୍ତ୍ତନ କରିଥିବେ, କିମ୍ବା ଆସନ୍ତା 6 ମାସରେ ଆପଣଙ୍କୁ ହୁଏତ ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିପାରେ, କିମ୍ବା ଆପଣ କୌଣସି ଦୂର ସ୍ଥାନକୁ ଯାଇପାରନ୍ତି ବା ଯାଇଥିବେ। କିଛି ଅଶାନ୍ତି ଆପଣଙ୍କୁ କୌଣସି ବିଷୟକୁ ନେଇକି ହେଇଥାଇ ପାରନ୍ତି ବା ହେବେ। ଆପଣଙ୍କୁ ଲାଗିବ ଯେପରି ଆପଣଙ୍କର କାର୍ଯ୍ୟ ଗୋଟେ କରିବାକୁ ଚାହୁଁଥିଲେ କିନ୍ତୁ ଆଉ ଗୋଟେ କାର୍ଯ୍ୟ ହୋଇଗଲା। ବର୍ଷର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କର ଦ୍ୱିତୀୟ ଭାବକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୁରୁ ଶୁଦ୍ଧି ଆପଣଙ୍କ ରାଶିରେ ଗୁରୁ ଶୁଦ୍ଧି ହେବ। ଯେଉଁମାନେ ବିବାହ ପାଇଁ ଚାହୁଁଥିଲେ ହେଇପାରୁନଥିଲା, ବିବାହ ହେବାର ସମ୍ଭାବନା ରହିଛି। ସବୁ ପ୍ରକାରର ଆପଣ ଶୁଭ କାର୍ଯ୍ୟ ଏ ସମୟରେ କରିପାରିବେ। ବିବାହ ହେଉ, ବ୍ରତଘର ହେଉ, ଘର ପ୍ରତିଷ୍ଠା ହେଉ, ଯାହା ବି ଆପଣ ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ଆପଣ ଏ ସମୟରେ କରିପାରିବେ। ଜୁନ୍ 2ରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱିତୀୟ ଭାବକୁ ଚଳନ କରୁଛନ୍ତି। ଏ ସମୟଟି ଆପଣଙ୍କ ପାଇଁ ବହୁତ ଭଲ ସମୟ। ରାହୁଦେବ ଆପଣଙ୍କର ନବମ ଭାବରେ ଅଛନ୍ତି। ଆପଣଙ୍କ ଭାଗ୍ୟରେ କେତେ ଗୁଡ଼ିଏ ଏ ବର୍ଷ ସୁଯୋଗ ଆପଣ ପାଇବେ, କିନ୍ତୁ ଆପଣ କୌଣସି ସର୍ଟକଟ୍ ନେବାକୁ ଇଚ୍ଛା କରନ୍ତୁ ନାହିଁ। ଅସୁବିଧାର ସମ୍ମୁଖୀନ ହେବେ ଏବଂ ଭାବି ଚିନ୍ତି ଆପଣ ସୁଯୋଗକୁ ଗ୍ରହଣ କରନ୍ତୁ। କୌଣସି ଗୁରୁଜନ ବ୍ୟକ୍ତି କିମ୍ବା ଗୁରୁ କିମ୍ବା ବଡ଼ମାନଙ୍କଠୁ ଆପଣ ଆଡ଼ଭାଇସ୍ ନେଇ କୌଣସି ନିଷ୍ପତ୍ତି ନିଅନ୍ତୁ, ଆପଣଙ୍କ ପାଇଁ ଭଲ ରହିବ। ଶନିଦେବ ଆପଣଙ୍କର ଦଶମ ଭାବରେ ଅଛନ୍ତି। କର୍ମର ଭାବ ଏବଂ କର୍ମର ଦେବତା ହେଉଛନ୍ତି ଶନିଦେବ। ଶନିଦେବ ସବୁ କାର୍ଯ୍ୟ ଟିକେ ବିଳମ୍ବ କରନ୍ତି, କାର୍ଯ୍ୟରେ ଟିକେ ବାଧା ସୃଷ୍ଟି ହୁଏ, କିନ୍ତୁ ଯେତେବେଳେ ଶେଷରେ ଫଳ ଦିଅନ୍ତି ତ ବହୁତ ଭଲ ଫଳ ଦିଅନ୍ତି। ପରିଶ୍ରମ କରାନ୍ତି, ଦାୟିତ୍ୱ ବଢ଼ାନ୍ତି, ତେଣୁ ଏସବୁ ପ୍ରତି ଆପଣ ଟିକେ ବ୍ୟସ୍ତ ହୁଅନ୍ତି ନାହିଁ, ଆପଣ କାମ କରିଚାଲନ୍ତୁ। ଶନିଦେବ ଶେଷରେ ନିଶ୍ଚିତ ଆପଣଙ୍କୁ ଭଲ ଫଳ ଦେବେ। ତୃତୀୟ ଭାବରେ କେତୁଦେବ ଅଛନ୍ତି। ଆପଣଙ୍କର ପଡ଼ୋଶୀଙ୍କ ସହିତ ଟିକେ ମନାନ୍ତର କିମ୍ବା ମତାନ୍ତର ହୋଇପାରେ। ସାନ ଭାଇ ଭଉଣୀଙ୍କ ସହିତ ଟିକେ ଆପଣଙ୍କର ମଧ୍ୟ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି। ଏ ବର୍ଷ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ସମୟ ଏବଂ ଲଭ୍ ଲାଇଫ୍ରେ ଆପଣ ଏ ବର୍ଷ ମିଶ୍ରିତ ଫଳ ପ୍ରାପ୍ତ କରିବେ। ବୈବାହିକ ଜୀବନରେ ହୁଏତ ପାର୍ଟନର ଟିକେ କେତେବେଳେ ଆଗ୍ରେସିଭ୍ ହେଇପାରନ୍ତି, କିନ୍ତୁ ପାର୍ଟନର ଆପଣଙ୍କୁ ଏ ବର୍ଷ କିଛି ସହଯୋଗ ମଧ୍ୟ କରିବେ। ପାର୍ଟନର ଯଦି ପ୍ରଫେସନ୍ କୌଣସି ତାଙ୍କର ଥାଏ, ସେଥିରେ ଗ୍ରୋଥ୍ ହେବାର ସମ୍ଭାବନା ରହିଛି। ସରକାରଙ୍କଠୁ କିମ୍ବା ସରକାରଙ୍କ ଜଡ଼ିତ କାର୍ଯ୍ୟ ଯେଉଁମାନଙ୍କର ଅଛି, ସେଥିରେ କିଛି ଲାଭବାନ ହେବାର ସମ୍ଭାବନା ରହିଛି। ଆପଣ କୌଣସି ରାହୁଙ୍କ କାର୍ଯ୍ୟ ଯଦି କରୁଛନ୍ତି କିମ୍ବା ବିଦେଶର ଜଡ଼ିତ କିଛି କାର୍ଯ୍ୟ ଆପଣଙ୍କର ଅଛି, ସେ ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏଇଭଳି ଭାବରେ ଆପଣଙ୍କର ବର୍ଷଟି ଗତି କରିବ। ଶୁଭଫଳ ପ୍ରାପ୍ତି ପାଇଁ ଆପଣ ବିଘ୍ନ ବିନାଶନ ଗଣେଶଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ବୁଦ୍ଧଦେବଙ୍କର ବୀଜ ମନ୍ତ୍ର ସବୁଦିନ ପାଠ କରନ୍ତୁ। ବିଦାୟ ନେଉଛି। ଜୟ ଜଗନ୍ନାଥ।